ସାଇକୋଲୋଜି କହିଥାଏ, ଯଦି ଆପଣ କୌଣସି ମହିଳାଙ୍କୁ ଭଲ ଭାବରେ ଜାଣିଛନ୍ତି ଓ ତାଙ୍କୁ ଗେହିବାକୁ ଚାହୁଁଛନ୍ତି, ତେବେ ତାଙ୍କର ଏହି 3ଟି ଜିନିଷକୁ 3 ଥର ଚିପି ଦିଅନ୍ତୁ। ସେ ସମ୍ଭବ କରିବା ପାଇଁ ଆପଣଙ୍କ ଗୋଡ଼ ଧରିବେ। ତାହା ହେଉଛି ପ୍ରଥମତଃ ତାଙ୍କ ସହିତ ରୋମାଣ୍ଟିକ୍ କଥା ହେଲା ବେଳେ ମଜାରେ ମଜାରେ ତାଙ୍କର ଗାଲ, ଓଠ ଓ ନାଭିକୁ ମଝିରେ ମଝିରେ ଚିପି ଦିଅନ୍ତୁ। ଯଦି ସେ ଆପଣଙ୍କୁ ସେତିକ ପସନ୍ଦ କରୁଥିବେ, ତେବେ ଆପଣଙ୍କ ଇସାରାକୁ ବୁଝିବା ସହିତ ଆପଣଙ୍କୁ ଏକୁଟିଆ ସମୟରେ ଘରକୁ ଡାକିବେ। ସାଇକୋଲୋଜି କହିଥାଏ, ଯେଉଁ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ସମୟରେ ସ୍ତ୍ରୀଙ୍କ ପୂର୍ବରୁ ବାଣ୍ଡରୁ ପାଣି ବାହାରି ଯାଇଥାଏ, ତେବେ ସେମାନେ ସ୍ତ୍ରୀଙ୍କ ନଜରରେ ତଳକୁ ଖସି ଯାଇଥାନ୍ତି। କିନ୍ତୁ ସଚ୍ଚା ପ୍ରେମ କରୁଥିବା ସ୍ତ୍ରୀ ଏହିସବୁକୁ ଧ୍ୟାନ ଦେଇନଥାନ୍ତି ଓ ତାଙ୍କୁ ସମ୍ମାନ ଭରା ନଜରରେ ଦେଖିଥାନ୍ତି। ସାଇକୋଲୋଜି କହିଥାଏ, ଯେଉଁ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ବିଷୟରେ ଦିନରାତି ଭାବିଥାନ୍ତି, ତେବେ ସେ ନିଜ ମହିଳା ସାଥୀକୁ କେବେ ବି ସନ୍ତୁଷ୍ଟ କରିପାରି ନଥାନ୍ତି, କାରଣ ଏମିତି ପୁରୁଷର ପାଣି ବହୁତ ଜଲ୍ଦି ବାହାରି ଯାଇଥାଏ। ସାଇକୋଲୋଜି କହିଥାଏ, ଗୋଟେ ସ୍ତ୍ରୀ ଶାରୀରିକ ସମ୍ପର୍କ ବନାଇବା ସମୟରେ ଚରମ ସୀମାରେ ପହଞ୍ଚିବା ପରେ ନିଜ ଗୁପ୍ତାଙ୍ଗରୁ ତରଳ ପଦାର୍ଥ ଛାଡ଼ିଥାଏ। ସାଇକୋଲୋଜି କହିଥାଏ, ଯଦି ବିଛଣା ଉପରେ ଗେହିବା ସମୟରେ ଆପଣଙ୍କ ପାଣି ବହୁତ ଜଲ୍ଦି ବାହାରି ଯାଉଛି ଓ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଗେହିବାକୁ ଚାହୁଁଛନ୍ତି, ତେବେ ଏହି ଗୋଟିଏ ଉପାୟ ନିଶ୍ଚୟ କରନ୍ତୁ। 250 ଗ୍ରାମ ଗରମ କ୍ଷୀର ନିଅନ୍ତୁ ଓ ଏଥିରେ 2ଟି ପାଚିଲା କଦଳୀକୁ ଖଣ୍ଡ ଖଣ୍ଡ କରି କାଟି ପକାନ୍ତୁ। 1 ଚାମଚ କିସମିସ ପକାନ୍ତୁ ଓ 2ଟି ଗୁଜୁରାତିର ଦାନା ପକାନ୍ତୁ ଓ ଏସବୁକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ ଓ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ରାତିରେ ଖାଇବାର 1 ଘଣ୍ଟା ପରେ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ କରିବାର ସମୟ ବଢ଼ିବା ସହିତ ଗୁପ୍ତାଙ୍ଗ ରାତିସାରା ଠିଆ ହୋଇ ମଧ୍ୟ ରହିବ। ସାଇକୋଲୋଜି କହିଥାଏ, ସବୁଦିନ ଭଲ ହୋଇ ନପାରେ, କିନ୍ତୁ ସବୁଦିନ ଭଲ କିଛି ନିଶ୍ଚୟ ହୋଇଥାଏ। ସାଇକୋଲୋଜି କହିଥାଏ, ଜୀବନରେ କେହି ସାଥ ଦିଅନ୍ତୁ ବା ନ ଦିଅନ୍ତୁ, ନିଜେ ହିଁ ଆଗକୁ ବଢ଼ନ୍ତୁ, କାରଣ ନିଜଠାରୁ ଭଲ ସାଥୀ ଆଉ କେହି ବି ନଥାନ୍ତି। ସାଇକୋଲୋଜି କହିଥାଏ, ଆଜିର ପିଢ଼ି ଏକାଠି କରିବା ପାଇଁ ଜିଇଛନ୍ତି ଓ ପୁରୁଣା ପିଢ଼ି ଏକାଠି ରହିବା ପାଇଁ ଜିଉଁଥିଲେ। ସାଇକୋଲୋଜି କହିଥାଏ, ଜୀବନ କେତେ ବି ଖରାପ ହୋଇଥାଉ ନା କାହିଁକି, ଯେତେବେଳେ କେହି ଆମ ସାଥ ଦେଇଥାନ୍ତି, ତେବେ ବହୁତ ଭଲ ଲାଗିଥାଏ।